କେଉଁ ଭଳିଆ ଖରା ହେଉଛି ଦେଖନ୍ତୁ। ଖରାରେ ଶୋଇପଡ଼ିଥିଲି, ଉଠିଲି। ଆଜି ମୋର ଛୁଟି ଥିଲା। ଖାଇବି ବୋଲି ବି ଭୋକ ଲାଗିଲା। ଭାବିଲି ଏତେ ବେଳ ତ ହେଲେ ଆଉ କ'ଣ ଜଳଖିଆ ଖାଇବି, ଏକାଥରେ ଦହି ପଖାଳ ଟିକେ ଖାଇବି। ବହୁତ ବୁଲିଲି, ଆଉ ଖରାରେ ବୁଲି ପାରିଲିନି। ଦହି ପଖାଳ ମିଳିଲାନି। ଯୁଆଡ଼େ ଦେଖିଲି ଖାଲି ବିରିୟାନୀ ବିରିୟାନୀ ବିରିୟାନୀ। ଆଉ ମୁଁ ବି ତ ବିରିୟାନୀ ଲଭର, ମୋତେ ବି ବିରିୟାନୀ ବହୁତ ଭଲ ଲାଗେ। ବିରିୟାନୀ ଗୋଟେ ମଗାଇଦେଲି। ମାତ୍ର 60 ଟଙ୍କାରେ ବିରିୟାନୀ। ଦେଖିବା ଟେଷ୍ଟ କେମିତି। ବର୍ତ୍ତମାନ ବିରିୟାନୀ ଆସିଯାଇଛି। ସ୍ୱିଗିରେ ମଗାଇଥିଲି 60 ଟଙ୍କା ବିରିୟାନୀ। ଦେଖିବା କେମିତି ହେଉଛି। ରେଷ୍ଟୁରାଣ୍ଟ ମାନଙ୍କରେ ତ ଆମେ 200-250 ଟଙ୍କା ଦେଇକି ଚିକେନ୍ ବିରିୟାନୀ ଖାଉଛେ। ବର୍ତ୍ତମାନ ଆମେ ମଗାଇଥିଲେ ଗୋଟେ ଅନଲାଇନ୍ରେ ଅଫର୍ ଥିଲା। ସେଇଟା 60 ଟଙ୍କା ପଡ଼ିଛି ଡେଲିଭରି ଚାର୍ଜ ସହିତ। ଦେଖିବା କେମିତି କ'ଣ ବିରିୟାନୀ। ଆସନ୍ତୁ ଗୋଟେ ଗୋଟେ କରି କାଢ଼ିବା। ଦୁଇଟା ରାଇତା ଦେଇଛନ୍ତି ଭାଇ ଆମର। ଦୁଇଟା ରାଇତା ଏଇଠି, ଦୁଇଟା ରାଇତା। ଆରେ ବାବା ରେ, ଏଇ ଦେଖ ରାଇସ୍ ପୁରା ଫୁଲ୍, ଆରାମସେ ଜଣକୁ ହେଇଯିବ। କେତେ ପିସ୍ ଚିକେନ୍ ଦେଇଛନ୍ତି, ଅଣ୍ଡା ନାହିଁ ଯେହେତୁ 60 ଟଙ୍କା। ଅଣ୍ଡା ଗୋଟାକୁ 10 ଟଙ୍କା 15 ଟଙ୍କା ପଡ଼ିଯାଉଛି। ପୁରା ରାଇସ୍, ଫୁଲ୍ ରାଇସ୍। ବର୍ତ୍ତମାନ ଢାଳିବା ଆମେ ପ୍ଲେଟ୍ରେ। ବାପାରେ 60 ଟଙ୍କାରେ ବିରିୟାନୀ। ଦେଖ ବର୍ତ୍ତମାନ କେତେ, 1 2ଟା 3ଟା 4 ପିସ୍ ଚିକେନ୍ ଦେଇଛନ୍ତି। ଯେଉଁଟାକି ଆମେ ରେଷ୍ଟୁରାଣ୍ଟ ମାନଙ୍କରେ 200-250 ଟଙ୍କା ଦେଇକି 4 ପିସ୍ ବି ମିଳେନି, 3 ପିସ୍ ମିଳେ। ଟିକେ ଏଇ ସାଇଜ୍ ତ ଦିଅନ୍ତି ଆଉ। 4 ପିସ୍ ଚିକେନ୍। ରାଇସ୍ ବି ବହୁତ ଭଲ ହେଇଛି। ଏଇଠି 60 ଟଙ୍କା କିଛି ଖରାପ ନୁହଁ, ବହୁତ ଭଲ ଲାଗିଲା ବିରିୟାନୀ। 2ଟା ରାଇତା ବି ଦେଇଛନ୍ତି। ବଢ଼ିଆ ଟେଷ୍ଟ। ଆଜି ଉଡ଼ିଯିବ ଦ୍ୱିପହର ଖାଇବାଟା ଆଉ। 60 ଟଙ୍କାରେ ଆଜିକାଲି ମାଛ ଭାତ ବି ହେଉନି, କିନ୍ତୁ ବର୍ତ୍ତମାନ ଭାଇ ଚିକେନ୍ ବିରିୟାନୀ ମିଳିଛି, ପୁଣି ସିଏ ପୁଣି ସ୍ୱିଗିରେ। ୟାଠୁ ଆଉ ମଜାଦାର କ'ଣ ଅଛି ଖାଇବା ପାଇଁ। ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର ଯୁଆଡ଼େ ବି ଦେଖିବେ ସିଆଡ଼େ ଖାଇବା ଷ୍ଟଲ୍, ରେଷ୍ଟୁରାଣ୍ଟ, ହୋଟେଲ, ମାନେ ଅଧିକାଂଶ ହେଉଛି ଖାଇବା ଉପରେ, ଫୁଡ଼୍ ଉପରେ ଇଏ। ବର୍ତ୍ତମାନ ଏତେ ଟଙ୍କା ଦେଇକି ତ ଆମେ ଖାଇପାରୁଛୁ ବିରିୟାନୀ। ମୁଁ ହେଉଛି ସ୍ୱିଗି କେବେ ଲାଗେନି। ସ୍ୱିଗିରେ ଦେଖିବା, ମୋର ଆଜି ଛୁଟି ଥିଲା ବୋଲି ଗୋଟେ ସାନ ଭାଇଟା ହେବ ମୋତେ ବତେଇ ଦେଇଥିଲା। ମୁଁ ସ୍ୱିଗିରେ ଆଜି ଖୋଜୁ ଖୋଜୁ ମୋର ଗୋଟେ ଅଫର୍ ଥିଲା, ଯେଉଁଟାକି ହେଉଛି ବିରିୟାନୀର ଦାମ୍ ଥିଲା 149। ତାକୁ ମୁଁ କୋଡ଼୍ ପକାଇକି ଇଏ କଲି। ବର୍ତ୍ତମାନ 60 ରୁପିଜ୍ରେ ମୋତେ ବିରିୟାନୀ ମିଳିଗଲା। 4 ପିସ୍ ଚିକେନ୍ ଆଉ 2ଟା ରାଇତା ଆଉ ରାଇସ୍। ରାଇସ୍ ବି ସଫିସିଏଣ୍ଟ, ମୁଁ ଖାଇପାରିବି ନା ନାହିଁ, ବଳିବ ପୁଣି। ହଉ, କେମିତି ଲାଗିଲା ଆପଣ ବି ୟାର ମଜା ନିଅନ୍ତୁ। ଭଲ ଭଲ ଅଫର୍ ନେଇକି 60 ଟଙ୍କାରେ, 70 ଟଙ୍କାରେ, 100 ଟଙ୍କା ଭିତରେ ଗୋଟେ ଖାଇବା ମିଳୁଛି, ଠିକ୍ ଅଛି। 100 ଟଙ୍କା ଉପରକୁ ଆମ ରୋଜଗାର ଦେଖିକି ଇଏ କରିବା ନା। ଜୟ ଜଗନ୍ନାଥ।